শরণাগত দীনাথম পরিত্রাণং পরায়ণী সর্বসাতে ঘরে দেবী মা শারদে দেবী নমস্তুতে। জয় মা শারଳା। আজিକାର নীତିବାଣୀ ଆରମ୍ଭ କରିବା ପୂର୍ବରୁ ମୋର ଇଏ ପରିଚୟ ଉପରେ ଇଏ ଜାଣି ରଖିଥାନ୍ତୁ। ମୁଁ ହେଉଛି ଜଣେ ସାଧାରଣ ଫିଲୋସଫର ପ୍ରବଚକ ସୁରେଶ ମାହାଳି। କେବଳ ଇଏ ସମାଜର ମଙ୍ଗଳ ପାଇଁ ଆମେ ଏ ନୀତିବାଣୀକୁ ସେୟାର କରୁଛୁ। ଆପଣମାନଙ୍କୁ ଯଦି ମୋ ନୀତିବାଣୀ ଭଲ ଲାଗୁଥିବ ଆପଣମାନେ ଗୋଟେ ଲାଇକ୍ କରି ସବସ୍କ୍ରାଇବ କରିଦିଅନ୍ତୁ। ଅନ୍ୟମାନଙ୍କୁ ସେୟାର କଲେ ଏ ସମାଜର ମଙ୍ଗଳ ହେବ। ଆସନ୍ତୁ ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ସୁନ୍ଦର କଥାଟିଏ। ଆପଣ ରାତ୍ରିରେ ଶୟନ କରିଛନ୍ତି, ମୃତ ବ୍ୟକ୍ତିର କେଉଁ କେଉଁ ସ୍ୱପ୍ନ ଦେଖିଲେ ଆପଣ ଜାଣିବେ ଏହା ଶୁଭ ନା ଅଶୁଭ। କୌଣସି ବ୍ୟକ୍ତି ଯଦି ଅକାଳ ମୃତ୍ୟୁବରଣ କରିଥାଏ, ଯଦି ଆପଣ ସ୍ୱପ୍ନରେ ଏଇ ଲୋକକୁ ଇଏ ଦେଖନ୍ତି, ଜାଣିବେ ଆପଣଙ୍କ ପାଇଁ ହେଉଛି ଅଶୁଭ ସ୍ୱପ୍ନ। ଦ୍ୱିତୀୟ ହେଉଛି ଯଦି କୌଣସି ମୃତ ବ୍ୟକ୍ତି ଆସି ଆପଣଙ୍କୁ କ'ଣ ମାଗୁଛି, ଆପଣ ଏ ସ୍ୱପ୍ନ ଦେଖି ସାରିବା ପରେ କୌଣସି ବ୍ରାହ୍ମଣ ହେଉ ବା ସାଧୁସନ୍ତକୁ ହେଉ ତାହା ମାଗିଥିବା ଏ ପଦାର୍ଥକୁ ଏ ଦାନ ଦେଲେ ଆପଣମାନଙ୍କର ଶୁଭ ନିଶ୍ଚୟ ହେବ। ତୃତୀୟ ହେଉଛି ଯଦି ମୃତ ବ୍ୟକ୍ତି ଆପଣଙ୍କ ସାମ୍ନାରେ ଆସି ମୌନ ଅବସ୍ଥାରେ ଠିଆ ହୁଏ, ଜାଣିବେ ଏ ହେଉଛି ଅଶୁଭ ସଂକେତ। ଆପଣମାନଙ୍କର ଦେହ ମଧ୍ୟରେ ରୋଗ ପ୍ରବେଶ କରିବ ବୋଲି ଏହା ହେଉଛି ସୂଚକ। ପଞ୍ଚମ ହେଉଛି ଯଦି କୌଣସି ମୃତ ବ୍ୟକ୍ତି ଉଦାସ ଅବସ୍ଥାରେ ଆସି ଠିଆ ହୁଏ, ଏ ସ୍ୱପ୍ନ ଦେଖି ସାରିବା ପରେ ତା ପରଦିନ କୌଣସି ଭିକାରୀ ବ୍ରାହ୍ମଣକୁ ମୁଠେ ଖାଇବାକୁ ଦେଲେ ଆପଣଙ୍କର ଶୁଭ କାମନା ହେବ। ଏଇ ଥିଲା ଏ ମୃତ ବ୍ୟକ୍ତି ମାନଙ୍କର ସ୍ୱପ୍ନର ଫଳ। ଏହି ସ୍ୱପ୍ନ ଦେଖିଲେ ଜାଣିବେ ଶୁଭ ଏବଂ ଏହି ସ୍ୱପ୍ନ ଦେଖିଲେ ଜାଣିବେ ହେଉଛି ଅଶୁଭ। ଏଇ ଥିଲା ମୋର ଏ ନୀତିବାଣୀର ଏ ନିର୍ଯାସ କଥା। ଆଜିକାର ଅନୁଚିନ୍ତା, ଘରେ କେତେବେଳେ ଭଙ୍ଗା ଦର୍ପଣ ରଖିବେନି ଆଜ୍ଞା, ଏହା ଅଶୁଭଦାୟକ। ଘରେ କେତେବେଳେ ଭଙ୍ଗା ଦର୍ପଣ ରଖିବେନି, ହେଉଛି ଅଶୁଭ ସୂଚକ। ଏଇ ଥିଲା ମୋର ନୀତିବାଣୀ ଅନୁଚିନ୍ତାର ଏ ନିର୍ଯାସ କଥା। ଯଦି ମୋ ସହିତ ଆପଣମାନଙ୍କର ଯୋଗାଯୋଗ କରିବାକୁ ଚାହାନ୍ତି ବା କୌଣସି ଉତ୍ତର ପାଇବାକୁ ଚାହାନ୍ତି, ତେବେ ମୋର ମୋବାଇଲ ନମ୍ବରକୁ ଟିପି ରଖିଥାନ୍ତୁ। 8249494581 ରେ ଯୋଗାଯୋଗ କରନ୍ତୁ। ଏତିକି କହି ମୋର ନୀତିବାଣୀ ଅନୁଚିନ୍ତାକୁ ପରିସମାପ୍ତ କରୁଛି। ଇଏ ପ୍ରଣାମ। ଜୟ ଜଗନ୍ନାଥ।